प्लस टू सेकेंड इयर पिलाମାନେ ତମର ହିଷ୍ଟ୍ରି ଲାଗି ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆନ୍ସର୍ ଆଣିଛେ ସବୁ MCQ ମାନେ ଏଇଟା ଭଲସେ ପଢ଼ିଥିବ ବହୁତ ଇମ୍ପୋର୍ଟାଣ୍ଟ ଅଛି କୋଶ୍ଚିନ୍ ଆନ୍ସର୍ ଠିକ୍ ଅଛି। ତ ପହଲା କୋଶ୍ଚିନ୍ ଦେଖୁ। ପହଲା କୋଶ୍ଚିନ୍ ହେଲା ଗୌତମ ବୁଦ୍ଧ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଏଥିରେ ଆନ୍ସର୍ ହେବା କେନ୍ଟା ହେବା ଏଥିରେ ଆନ୍ସର୍ ହେବା ଏ କପିଳାବାସ୍ତୁର ଲୁମ୍ବିନୀ ଠାରେ। ଠିକ୍ ଅଛି, ଏଥିରେ ପହଲା ଆନ୍ସର୍ ଏ। 2 ନମ୍ବର ହେଲା ଜୈନ ଧର୍ମର 24ତମ ତୀର୍ଥଙ୍କର କିଏ ଥିଲେ? ଏଥିରେ ଆନ୍ସର୍ ହେବା ସି ହେବା ବର୍ଦ୍ଧମାନ ମହାବୀର। ଏଥିରେ ଆନ୍ସର୍ ଠିକ୍ ଅଛି। 3 ନମ୍ବର ହେଲା ଗୁପ୍ତ ବଂଶର ପ୍ରତିଷ୍ଠାତା କିଏ ଥିଲେ? ଏଥିରେ ଆନ୍ସର୍ କ'ଣ ହେବା? ଏଥିରେ ଆନ୍ସର୍ ହେବା ବି ଶ୍ରୀଗୁପ୍ତ ଥିଲେ। ଠିକ୍ ଅଛି। ନେକ୍ସଟ 4 ନମ୍ବର ଦେଖମା। ତ୍ରିପିଟକ କେଉଁ ଭାଷାରେ ଲେଖାଯାଇଥିଲା? ଏଥିରେ କେନ୍ ଭାଷାରେ ଲେଖାଯାଇଥିଲା? ଏଥିରେ ଆନ୍ସର୍ ବି ସି ହେବା ପାଲି। ଠିକ୍ ଅଛି, ପାଲି ଭାଷାରେ ଲେଖାଯାଇଥିଲା। 5 ନମ୍ବର ଦେଖମା। ଭାରତର ନେପୋଲିଅନ୍ କାହାକୁ କୁହାଯାଏ? ଏଥିରେ ଆନ୍ସର୍ କ'ଣ ହେବା? ଏଥିରେ ଆନ୍ସର୍ ବି ହେବା ସି ସମୁଦ୍ରଗୁପ୍ତକୁ କୁହାଯାଏ ନେପୋଲିଅନ୍। ଠିକ୍ ଅଛି। 6 ନମ୍ବର ଦେଖମା। ମହାବୀର କେଉଁଠାରେ ଦିବ୍ୟ ଜ୍ଞାନ ଲାଭ କରିଥିଲେ? ଏଥିରେ ଆନ୍ସର୍ ଏ ହେବା ଜୃମ୍ବିକ ଗ୍ରାମ। 7 ନମ୍ବର ଦେଖମା। ଚୀନ ପରିବ୍ରାଜକ ଫା ହିୟାନ୍ କାହା ସମାଜରେ ଭାରତକୁ ଆସିଥିଲେ? ଏଥିରେ ହେବା ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ବି ହେବା ଠିକ୍ ଅଛି, ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ଏଥିରେ ଆନ୍ସର୍। ନେକ୍ସଟ 8 ନମ୍ବର ଆଡ଼େ ଦେଖମା। 8 ନମ୍ବର ହେଲା ବୌଦ୍ଧ ଧର୍ମ ମୂଳ ନୀତିକୁ କ'ଣ କୁହାଯାଏ? ଏଥିରେ ଆନ୍ସର୍ ସି ହେବା ଅଷ୍ଟଗିଙ୍କ ମାର୍ଗ। 9 ନମ୍ବର ହେଲା ଅଭିଜ୍ଞାନ ଶକୁନ୍ତଳମ କିଏ ରଚନା କରିଥିଲେ? ଏଥିରେ ଆନ୍ସର୍ ହେବା ଏ କାଳିଦାସ। ଠିକ୍ ଅଛି, ଏଥିରେ ଆନ୍ସର୍ କାଳିଦାସ ହେବା। ନେକ୍ସଟ 10 ନମ୍ବର ଆଡ଼େ ଦେଖମା। ପ୍ରଥମ ବୌଦ୍ଧ ସମ୍ମିଳନୀ କେଉଁଠାରେ ହୋଇଥିଲା? ଏଥିରେ ଆନ୍ସର୍ କ'ଣ ହେବା ପିଲାମାନେ? ଏଥିରେ ଆନ୍ସର୍ ହେବା ସି ରାଜଗୃହରେ। ଠିକ୍ ଅଛି, ରାଜଗୃହରେ ହୋଇଥିଲା। 11 ନମ୍ବର ଜୈନ ଧର୍ମ ପ୍ରଥମ ତୀର୍ଥଙ୍କର କିଏ ଥିଲେ? ଏଥିରେ ଆନ୍ସର୍ ହେବା ବି ଋଷଭଦେବ। ଠିକ୍ ଅଛି, ଋଷଭଦେବ। ଏଥିରେ ଆନ୍ସର୍ ହେବା। 12 ନମ୍ବର ଗୁପ୍ତ ଯୁଗରେ କେଉଁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ହୋଇଥିଲା? ଏଥିରେ ଆନ୍ସର୍ ହେବା ସି ନାଳନ୍ଦା। ଏଥିରେ ଆନ୍ସର୍ ହେବା। 13 ନମ୍ବର ହେବା ବୌଦ୍ଧ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥାନକୁ କ'ଣ କୁହାଯାଏ? ଏଥିରେ ଆନ୍ସର୍ ହେବା ବି ହେବା ଚୌତ୍ୟ। ଠିକ୍ ଅଛି। 14 ନମ୍ବର ଦେଖମା। କେଉଁ ଗୁପ୍ତ ରାଜ୍ୟ ବିକ୍ରମାଦିତ୍ୟ ଉପାଧ୍ୟାୟ ଗ୍ରହଣ କରିଥିଲେ? ଏଥିରେ ଆନ୍ସର୍ ହେବା ସି ଦ୍ୱିତୀୟ ଚନ୍ଦ୍ରଗୁପ୍ତ। ଠିକ୍ ଅଛି। 15 ନମ୍ବର ଦେଖମା। ମହାବୀରଙ୍କର ପିଲାଦିର ନାମ କ'ଣ ଥିଲା? ଏଥିରେ ଆନ୍ସର୍ ବି ହେବା ବର୍ଦ୍ଧମାନ। ଠିକ୍ ଅଛି, ବର୍ଦ୍ଧମାନ ଥିଲା। 16 ନମ୍ବର ଦେଖମା। ପଞ୍ଚତନ୍ତ୍ର କାହା ଦ୍ୱାରା ଲିଖିତ? ଏଥିରେ ଆନ୍ସର୍ ଏ ହେବା ବିଷ୍ଣୁ ଶର୍ମା। ଠିକ୍ ଅଛି। 17 ନମ୍ବର ଦେଖମା। ବୁଦ୍ଧଦେବ ପ୍ରଥମେ କେଉଁଠାରେ ତାଙ୍କର 5 ଶିଷ୍ୟଙ୍କୁ ଧର୍ମ ଦୀକ୍ଷା ଦେଇଥିଲେ? ଏଥିରେ ଆନ୍ସର୍ ବି ହେବା ସାରନାଥ। 18 ନମ୍ବର ହେବା ଜୈନ ଧର୍ମ 5ଟି ମହାବ୍ରତ ମଧ୍ୟରୁ ମହାବୀର କେଉଁଠି ଯୋଗ କରିଥିଲେ? ଏଥିରେ ଆନ୍ସର୍ ସି ହେବା ବ୍ରହ୍ମଚାର୍ଯ୍ୟ। 19 ନମ୍ବର ହେବା କେଉଁ ରାଜବଂଶ ସମୟକୁ ଭାରତର ସୁବର୍ଣ୍ଣ ଯୁଗ କୁହାଯାଇଛି? ଏଥିରେ ଆନ୍ସର୍ ହେବା ସି ଗୁପ୍ତ ବଂଶକୁ ସୁବର୍ଣ୍ଣ ଯୁଗ କୁହାଯାଇଛି। 20 ନମ୍ବର ଦେଖମା। ଶୂନ୍ୟର ଆବିଷ୍କାର କିଏ ଥିଲେ? ଏଥିରେ ଆନ୍ସର୍ ହେଲା ଆର୍ଯ୍ୟଭଟ୍ଟ ଥିଲେ। ଠିକ୍ ଅଛି, 20 ନମ୍ବରଟା ବି ହେବା ଆନ୍ସର୍। ନେକ୍ସଟ 21 ନମ୍ବର ଦେଖମା। ବୌଦ୍ଧ ଧର୍ମ ଦ୍ୱିତୀୟ ସମ୍ମିଳନୀ ହୋଇଥିଲା? ଏଥିରେ ଆନ୍ସର୍ ଏ ବୈଶାଳୀରେ।
वैशाली होता द्वितीय सम्मिलन। ठीक अच्छे 22 नंबर देखमा बृहत संहिता पुस्तकर रचयिता किए एथिर आंसर हवा बराह मिहिर। नेक्स्ट 23 नंबर देखमा महावीर केउ वंशर राजकुमार थिले एथिर आंसर हवा बी ज्ञानतृक। ठीक अच्छे ज्ञानतृक। नेक्स्ट 24 नंबर देखमा समुद्रगुप्तंक सभा कवि किए थिले एथिर आंसर ए हवा हरिसेन। ठीक अच्छे हरिसेन हवा। नेक्स्ट 25 नंबर देखमा इतना संग हमारी वीडियो ने एन होचे जे भी हमर चैनल नुआ आइछ प्लीज चैनल के सब्सक्राइब कर दबा ता संग संग वीडियो के गुटे लाइक कर दबा। नेक्स्ट वीडियो रे मिलमा।